ପିଲାଙ୍କର ଜିଦିଆ ସ୍ୱଭାବ ପାଇଁ ଆପଣମାନେ ଚିନ୍ତିତ ରହୁଛନ୍ତି କି? ତାହେଲେ ଏହି କାମ କରନ୍ତୁ, ପିଲା ଆପଣଙ୍କର ସବୁ କଥାକୁ ମାନିବ। ନମସ୍କାର, ଶୁଭ ସକାଳର ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ଦର୍ଶକ ବନ୍ଧୁ, ଆଜିକାଲି ଘରେ ଘରେ ସବୁ ବାପା ମାଙ୍କର ଗୋଟିଏ ବଡ଼ ଟେନସନ୍ ହେଉଛି ପିଲାମାନଙ୍କର ଅବୁଝାପଣ। ପିଲାମାନେ ବାପା ମାଙ୍କ ସହିତ କୌଣସି କଥା ଠିକ୍ ଭାବରେ ସେୟାର କରିବାକୁ ଚାହୁଁନାହାନ୍ତି କି ବାପା ମାଙ୍କ କଥାକୁ ଠିକ୍ରେ ବି ଶୁଣୁନାହାନ୍ତି। କାରଣ ପିଲାମାନେ ବେଳେବେଳେ ଏତେ ଜିଦିଆ ହୋଇଯାଆନ୍ତି ଯେ ବାପା ମା କି ଘରର କୌଣସି ସଦସ୍ୟଙ୍କର କଥା ମୋଟେ ବି ଶୁଣି ନଥାନ୍ତି। ଆମ ଅପରପକ୍ଷରେ ବହୁତ ବାପା ମା ମାନେ ଚାକିରି କରୁଛନ୍ତି, ତେଣୁ ଘର କାମ ବାହାର କାମ ମଧ୍ୟରେ ସେମାନେ ପିଲାମାନଙ୍କୁ ଠିକ୍ରେ ସମୟ ବି ଦେଇପାରୁନାହାନ୍ତି। ସେଥିପାଇଁ ସେମାନେ ସବୁବେଳେ ମୋବାଇଲ, ଟିଭି, ଭିଡ଼ିଓ ଗେମ୍ରେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ ପିଲାମାନେ ଅଧିକା ଜିଦିଆ ସ୍ୱଭାବର ହୋଇବା ସହିତ ପାଠ ପଢ଼ା ପ୍ରତି ମଧ୍ୟ ଜମାରୁ ଧ୍ୟାନ ଦିଅନ୍ତି ନାହିଁ। ତେବେ ଦର୍ଶକ ବନ୍ଧୁ, ଆପଣ ଯଦି ପିଲାମାନଙ୍କର ପିତାମାତା ଅଟନ୍ତି, ତେବେ ଆପଣ ନିଜ ପିଲାକୁ ଠିକ୍ ବାଟରେ ଆଣି ଭବିଷ୍ୟତରେ ଜଣେ ଭଲ ମଣିଷ କରିବାକୁ ଚାହିଁଥିଲେ ଏହିସବୁ କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ତେବେ ଆପଣଙ୍କର ବ୍ୟସ୍ତତାଭର ଜୀବନରେ ମଧ୍ୟ ଆପଣ ଏହି ଦୂରତାକୁ କମାଇ ପାରିବେ। ସେଥିପାଇଁ ଆପଣ ଯେତିକି ବି ସମୟ ଘରେ ଅତିବାହିତ କରୁଛନ୍ତି ସେତିକି ସମୟ ଏହାର ଉଚିତ ଫାଇଦା ଉଠାନ୍ତୁ। ପ୍ରଥମେ ଆପଣ ପ୍ରତିଦିନ ସକାଳୁ ନିଜ ପିଲାର ଯତ୍ନ ନିଅନ୍ତୁ। ପିଲା ଯଦି ସକାଳୁ ଉଠିବା ପାଇଁ ମନା କରୁଛି ବା ଉଠୁନାହିଁ, ତେବେ ତା ଉପରେ ବିଲକୁଲ ବି ରାଗନ୍ତୁ ନାହିଁ କିମ୍ବା ବିରକ୍ତ ହୁଅନ୍ତୁ ନାହିଁ। ପିଲା ପାଖରେ ବସି ତାକୁ ମିଠା ମିଠା କଥା କହି ଉଠାଇବାକୁ ଚେଷ୍ଟା କରନ୍ତୁ। ସେହିପରି ଦିନରେ ଯେତେବେଳେ ବି ଆପଣଙ୍କୁ ଟିକେ ଫାଙ୍କା ସମୟ ମିଳୁଛି, ଆପଣ ସେହି ସମୟ ନିଜ ପିଲାଙ୍କୁ ଦେବାକୁ ଚେଷ୍ଟା କରନ୍ତୁ। ରାତିର ଭୋଜନ ସମୟରେ ପିଲାମାନଙ୍କ ସହିତ ଦିନ ସାରା ଘଟିଥିବା କଥା ସବୁ ପରସ୍ପର ମଧ୍ୟରେ ସେୟାର କରନ୍ତୁ। ଏପରି କରିବା ଦ୍ୱାରା ପିଲାମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଆହୁରି ବହୁତ ଭଲ ରହିବ, ନିବିଡ଼ ମଧ୍ୟ ହେବ। ରାତିରେ ଶୋଇବା ସମୟରେ ପିଲା ସହିତ କଥା ହେବା ସହିତ ତାକୁ କିଛି ସକାରାତ୍ମକ ଜ୍ଞାନ ଦିଅନ୍ତୁ। ଏଥିପାଇଁ ଆପଣ କିଛି କାହାଣୀର ମଧ୍ୟ ପିଲାଙ୍କୁ କହି ଶୁଣାଇ ପାରିବେ। ତେବେ ଆପଣ ଆପଣଙ୍କ ପିଲା ସହିତ ଯେତେ ମିଳିମିଶିକି ରହିବେ, ପିଲା ସେତେ ଆପଣଙ୍କର କଥା ମାନିବେ। ଏହା ସହିତ ପିଲା ନିଜର ସବୁ କିଛି ମନର କଥା ଆପଣଙ୍କ ସହିତ ସେୟାର କରିବାକୁ ଆଦୌ କୁଣ୍ଠାବୋଧ କରିବ ନାହିଁ। ତେଣୁ ଦର୍ଶକ ବନ୍ଧୁ, ନିଜ ପିଲାମାନଙ୍କୁ ଆପଣମାନେ ବହୁତ ସୁନ୍ଦର ଭାବରେ ହ୍ୟାଣ୍ଡେଲ କରିବା ଶିଖନ୍ତୁ। ସେମାନଙ୍କୁ ବହୁତ ଭଲ ଭାବରେ ଗଢ଼ନ୍ତୁ, ଯାହାଦ୍ୱାରା ସେମାନଙ୍କର ଭବିଷ୍ୟତ ଉଜ୍ଜଳମୟ ହେବ, ଆପଣମାନେ ମଧ୍ୟ ସୁଖ ଶାନ୍ତିରେ ରହିବେ। ଏ ବିଶ୍ୱାସର ସହିତ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ, ନମସ୍କାର। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।